शिवानंद नगर स्थित माँ सरस्वती विद्या मंदिर छात्र छात्री दशम परीक्षा दीर्घ 16 वर्ष धरी 100% सफलता बजाई आछंती। आज प्रकाशित फलाफल अनुसार शिक्षानुष्ठान 106 जन छात्र छात्री मध्य A1 रे 14 जन, A2 रे 29 जन, B1 रे 40 जन, B2 रे 19 जन एवं अवशिष्ट C3 रे उत्तीर्ण होइछंती। श्रीमान आकाश कुमार पाणिग्राही 581 नंबर रखी शिक्षानुष्ठान गौरव वृद्धि करछंती। ଏହି ସଫଳତାର ବିଦ୍ୟାଳୟ ସଭାପତି ଡକ୍ଟର ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଉପସଭାପତି ଦେବେନ୍ଦ୍ର କୁମାର ପାଢ଼ୀ, ସମ୍ପାଦକ ଯଜ୍ଞ ନାରାୟଣ ପାଢ଼ୀ, ସହସମ୍ପାଦକ ଜୟରାମ ସ୍ୱାଇଁ, ପ୍ରତିଷ୍ଠାତା ଗୌରଶଙ୍କର ପାତ୍ର, ପ୍ରଧାନ ଆଚାର୍ଯ୍ୟ ମମତା କୁମାରୀ ପଟ୍ଟନାୟକ ଓ ଶିଶୁମାନଙ୍କ ପିଲାମାନଙ୍କର କନିଷ୍ଠ ପରିଶ୍ରମ ଫଳରେ ସଫଳତା ପାଇଛି ସ୍କୁଲ। ପ୍ରତିଷ୍ଠାତା ଗୌରଶଙ୍କର ପାତ୍ର ଆଜି ମା ସରସ୍ୱତୀ ବିଦ୍ୟା ଶିବାନଗର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇଛି। ପିଲାମାନେ ବହୁତ ଭଲ ରେଜଲ୍ଟ କରିଛନ୍ତି। ଆମେ ଲଗାତାର ଭାବେ 17 ବର୍ଷ ହେଲାଣି 100% ରେଜଲ୍ଟ କରୁଛୁ। ଏ ବର୍ଷ 106 ଜଣ ପରୀକ୍ଷା ଦେଇଥିଲେ, ସେଥିରୁ 14 ଜଣ ଆମର A1 ହେଇଛନ୍ତି, ଆଉ A2 29 ଜଣ ହେଇଛନ୍ତି, B1 40, B2 19, C4 ଜଣ ହେଇଛନ୍ତି। ଆଉ ପୂର୍ବ ଅପେକ୍ଷା ଫଳାଫଳ ଭଲ ଅଛି। ମୋ ନାମ ସୁଶ୍ରୀ ସୁମେଧା ରାଣୀ ସାହୁ। ଦଶମ ଶ୍ରେଣୀରେ ଅଧ୍ୟୟନ କରି ବର୍ତ୍ତମାନ ପରୀକ୍ଷା ଦେଲି। ବର୍ତ୍ତମାନ ସଫଳତାର ଶୀର୍ଷରେ ପହଞ୍ଚିଛି। ଚଳିତ ବର୍ଷ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ 554 ମାର୍କ ରଖି 92% ରଖି ସଫଳତାର ଅର୍ଜନ କରିଛି। ସମସ୍ତ ଶ୍ରେୟ ବାପା ମା ଏବଂ ଗୁରୁଜୀମାନଙ୍କର କଠିନ ପରିଶ୍ରମ, ତା ସହିତ ମୋର ମଧ୍ୟ କଠିନ ପରିଶ୍ରମ ରହିଛି। ଗଞ୍ଜାମ ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।